ଜୟ ଜଗନ୍ନାଥ। ଯଦି ଆପଣଙ୍କ ପଛରେ କିଏ ବି କିଛି କହୁଛି ନା ଖରାପ କରିକି, ତ ଆପଣ ତାକୁ ଶୁଣିକି ହଠାତ୍ ରାଗି ଯାଉଥିବେ, ତ ସେସବୁ କେବେଠାରୁ ବନ୍ଦ କରନ୍ତୁ। କାହିଁକି ନା ସେମାନଙ୍କ କାମ ତ ହେଉଛି ସେଇଆ ନା, ସେମାନେ କହିବେ, ତ ସେମାନଙ୍କ ଯାହା ବି କରନ୍ତୁ, ତ ତୁମେ ଏମିତି ରିଆକ୍ସନ୍ କର ଯେମିତି ତୁମେ କିଛି ଜାଣିନ ଆଉ ତୁମ ଉପରେ କିଛି ସେମିତି ଫରକ ହିଁ ପଡ଼ୁନି। ତ ମୋ ଉପରେ ବି ସେମିତି ହୁଏ କି ମୋ ପଛରେ ବି ଅନେକ ଲୋକ କୁହନ୍ତି ଆଉ ମୁଁ ହଠାତ୍ ବି ରାଗିଯାଏ। ତ ଯେତେବେଳେ ମୁଁ ଏସବୁ ବିଷୟରେ ଜାଣିଲି ନା, ତ ମୋ ଜ୍ଞାତ ସାରକୁ ଯେତେବେଳେ ଏସବୁ ଜିନିଷ ଆସିଲା, ମୋ ନଜରକୁ ଯେତେବେଳେ ଆସିଲା, ମୋର ବୁଝିବା ଶକ୍ତି ଯେତେବେଳେ ହୋଇଗଲା, ତ ମୁଁ ସେତେବେଳେ ନିଜକୁ ଚୁପ୍ ରହିବା ଶିଖାଇଦେଲି। ତ ଗୋଟେ ନିଜ ଭିତରେ ନୀରବତାକୁ ଆଣିକି ଏମିତି ସ୍ଥାନ ଦିଅ, ଶାନ୍ତିକୁ ଆଣିକି ଏମିତି ସ୍ଥାନ ଦିଅ ଯେମିତି ସେ ନୀରବତା ଆପଣଙ୍କ ଜୀବନକୁ ସବୁବେଳେ ଆଗେଇ ନେବ। କାହିଁକିନା ଅନ୍ୟ ଲୋକମାନେ ତ କହିବେ, ଆପଣ ଯେତେ ଉପରକୁ ଯିବେ ନା ଆପଣଙ୍କ ପଛରେ ସେମାନେ ଖରାପ କରିକି କହିବେ ଯେମିତି ଆପଣ ତଳକୁ ପଳାଇ ଆସନ୍ତୁ। ପୁଣି କି ଯେମିତି ଜଣେ ଭିକାରୀ ଯେତେବେଳେ ଆସି ଭିକ ମାଗେ, କ'ଣ ମାଗେ? ମା' ଭିକ ଦେଇଦେ ମୁଠେ, ମା' ପଇସା ଦେଇଦେ ଦୁଇଟା। ତ ସିଏ ଯେତେବେଳେ ମାଗେ, ତ 2-4 ଥର ମାଗିବ, ଦେନ୍ ଯେତେବେଳେ ସେ ଘରୁ କିଛି ବି ଆନ୍ସର୍ ନ ଆସୁଛି ବା କିଛି ବି ଉତ୍ତର ନ ଆସୁଛି ବା କିଛି ଶବ୍ଦ ନ ଆସୁଛି, ତ ସିଏ ସେଇଠୁ କ'ଣ ନା ଫେରିକି ପଳାଇ ଯାଉଛି। ତ ଯଦି ବି କିଛି ଶବ୍ଦ ଆସୁଛି, କିଛି ନାହିଁ ଆମ ପାଖରେ, କି ଆମ ପାଖରେ ଏବେ ଦେବା ପାଇଁ ସମୟ ନାହିଁ, ତ ସିଏ ସେଇଠି ଅଳି କରିକି ବସୁଛି ନା ମୋତେ କିଛି ଦିଅ। ତ ଏମିତି କ'ଣ ହେଇଛି ନା, ଦିନେ ଜଣେ ଭିକାରୀ ଜଣ ଘରକୁ ଯାଇଛି, ଭିକ ମାଗୁଛି କି ମା' ଭିକ ମୁଠେ ଦେଇଦେ, ମା' ପଇସା ଦୁଇଟା ଦେଇଦେ। ତ ଠିକ୍ 3-4 ଥର ଏମିତି ମାଗିଛି। ତ ମାଗିଲା ପରେ ଯେତେବେଳେ କିଛି ଆନ୍ସର୍ ନ ଆସିଛି, ତ ସିଏ ବାହାରୁଛି ଫେରିଯିବା ପାଇଁ। ତ ଠିକ୍ ସେହି ସମୟରେ ଏତିକି ବେଳେ କ'ଣ ନା ସେ ଘର ଭିତରୁ ଉତ୍ତର ଆସୁଛି କି ଆମ ପାଖରେ ଏବେ ପଇସା ନାହିଁ, ପଳାଇ ଯାଅ। ଠିକ୍ ସେତିକି ବେଳେ କ'ଣ ହେଉଛି ନା, ଭିକାରୀ ଜଣକୁ ପୁଣି କହୁଛି ଯଦି ପଇସା ନେଇ ଚାଉଳ ମୁଠେ ଦେଇଦେ। ତ ପୁଣି ସେ ଘରୁ ଆବାଜ ଆସୁଛି କି ଆମ ପାଖରେ ଚାଉଳ ବି ନାହିଁ। ତ ସିଏ ପୁଣି ସେମିତି କହୁଛି କି ନାଇଁ, ମୋତେ ନହେଲେ ରୁଟି 2 ଖଣ୍ଡ ଦେ, ମୁଁ କିଛି ଖାଇନାହିଁ। ଠିକ୍ ସେମିତି ପୁଣି ସିଏ ଭିତରୁ ଆବାଜ ଆସୁଛି କି ନାଇଁ, ଆମ ପାଖରେ ରୁଟି ବି ନାହିଁ। ତ ପୁଣି ସେତିକି ବେଳେ କ'ଣ ହେଉଛି ନା, ଭିତରୁ ଆବାଜ ଭିକାରୀ ଜଣକ କହୁଛି କି ଯଦି ରୁଟି ନାହିଁ ତାହେଲେ ପୁରୁଣା ଡ୍ରେସ୍ 2ଟା ଅଛି ନା, ଦେ, ମୋ ଡ୍ରେସ୍ ଚିରିଗଲାଣି। ଠିକ୍ ସେତିକି ବେଳେ ପୁଣି ସେ ଭିତରୁ ଆବାଜ ଆସୁଛି କି ନାଇଁ, ଆମ ପାଖରେ ସେ ପୁରୁଣା ଡ୍ରେସ୍ ବି ନାହିଁ। ଠିକ୍ ଏହି ସମୟରେ ଭିକାରୀ ଜଣକ ଉତ୍ତେଜିତ ହେଇ ତ କହୁଛି ଯଦି ତୁମ ପାଖରେ କିଛି ନାହିଁ ତାହେଲେ ପଳାଇ ଆସ ଆମ ସାଙ୍ଗରେ ଭିକ ବି ମାଗିବ। କହିବାର କାରଣ କି ତୁମର ଯଦି ଭିତର ଲୋକର ଦେବାର ଇଚ୍ଛା ନାହିଁ, ତାହେଲେ ସାଇଲେଣ୍ଟ ରୁହ, ତାହେଲେ ଭିକାରୀ ଜଣକ ସେ ଆପେ ପଳାଇଥାନ୍ତା। ତ ଏଠି ସେମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ତୁମକୁ ସବୁବେଳେ ପଛକୁ ଟାଣନ୍ତି। ତ ସେମାନେ ଉପରକୁ ଉଠିପାରିବେନି, ତ ସେମାନେ ବି ଚାହୁଁନାହାନ୍ତି କି ଆଉ କିଏ ଆଗକୁ ଯାଉ। ତ ଠିକ୍ ସେମିତି ଆପଣଙ୍କ ବିଷୟରେ କିଛି ଖରାପ ଭଲ କରି କହିକି ଆପଣଙ୍କୁ ରଗେଇବେ, ସେଇଠି ଆପଣଙ୍କୁ ତାଙ୍କ ସହ ସମାନ କରିଦେବେ। ଠିକ୍ ସେମିତି କେବେ ବି ଅନ୍ୟ କଥାରେ ହଠାତ୍ ରାଗିକି କିଛି ବି ରିଆକ୍ସନ୍ କରନ୍ତୁ ନାହିଁ। ତ ଦେଖିବେ ନିଶ୍ଚିତ ଏଇଟା ଯଦି ପାଳନ କରନ୍ତୁ, ଆପଣ ବହୁତ ଆଗକୁ ଯିବେ। ଆଉ ସବୁବେଳେ ନୀରବତାକୁ ରକ୍ଷା କରନ୍ତୁ, ଆଉ ସେହି ନୀରବତାକୁ ବଜାଇ ରଖନ୍ତୁ ଏମିତି ଭାବରେ କି ଲୋକେ କହିବେ ଯାହା ହଉ ଭଲ ଲୋକଟା।